ବର୍ତ୍ତମାନ ଅଙ୍ଗନବାଡ଼ି ଦିଦିଙ୍କ ପାଇଁ ଆସିଲା ବଡ଼ ଖବର। ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ସେଗୁଡ଼ିକ ହେଉଛି ବଜାର ଦର ଅନୁସାରେ ଅଣ୍ଡା ଦର ବୃଦ୍ଧି କରିବା, ଉନ୍ନତମାନର ମୋବାଇଲ ଦେବା, ଚାରିଶ୍ରମ ଆଇନକୁ କାର୍ଯ୍ୟକାରୀ କରି ସମାନ କାମକୁ ସମାନ ଦରମା, ଶ୍ରମିକଙ୍କୁ ମାନ୍ୟତା, ସାମାଜିକ ନିରାପତ୍ତା ଯୋଜନାରେ ସାମିଲ, ଭାରତୀୟ ଜାତୀୟ ସମ୍ମିଳନୀରେ ହୋଇଥିବା ନିଷ୍ପତ୍ତି ଅନୁସାରେ 26,000 ଟଙ୍କା ପ୍ରଦାନ କରାଯିବା ଦାବି ରହିଛି। ସେହିପରି 100% ପଦୋନ୍ନତି ଦେବା, ଅତିରିକ୍ତ କାର୍ଯ୍ୟ ସବୁ ବନ୍ଦ କରାଯାଇ କେବଳ ICDS କାମକୁ ଅଗ୍ରାଧିକାର ଦିଆଯିବା, ଗାଁ କଲ୍ୟାଣ ସମିତିରୁ କର୍ମୀକୁ ବାଦ୍ ଦେବା ପ୍ରଭୃତି ଦାବି କରିଛନ୍ତି। ବିକ୍ଷୋଭ ପ୍ରଦର୍ଶନକାରୀ ଅଙ୍ଗନବାଡ଼ି କର୍ମୀ ସହାୟିକାମାନେ ବରଗଡ଼ର ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ସମ୍ମୁଖରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘ ଆବାହକ ପ୍ରଶାନ୍ତ ପାଢ଼ୀ, ଜିଲ୍ଲା ସଭାନେତ୍ରୀ ରୁକ୍ମଣୀ ଜୁଆଡ଼ି, ଜିଲ୍ଲା ସମ୍ପାଦକ ନିତମ୍ବନୀ ଦାସଙ୍କ ନେତୃତ୍ୱ ଅନୁଷ୍ଠିତ ରାଲି ବିକ୍ଷୋଭ ପ୍ରଦର୍ଶନରେ ସରସ୍ୱତୀ ପଞ୍ଚବିହାର, ଶୋଭାକାନ୍ତି ମିଶ୍ର, ଦେବୀ ଭୋଇ, ଭାରତୀ ଚୌହାନ, ମୀନା ମିଶ୍ର ସମେତ ଶତାଧିକ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକା ଉପସ୍ଥିତ ରହିଥିଲେ। ଏହି ସମସ୍ତ ସମସ୍ୟାର ସମାଧାନ କରାନଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଉଛି। ତେବେ ବହୁ ଜଲ୍ଦି ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାମାନଙ୍କର ଦରମା ବୃଦ୍ଧି ହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁସାରେ ବହୁ ଜଲ୍ଦି ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାମାନଙ୍କର ଦରମା ବୃଦ୍ଧି ହେବ।